ବୈଦିକ ସୁଇଚ୍ ୱାର୍ଡ଼ କ'ଣ? ଭାଇ ଓ ଭଉଣୀମାନେ, ଆମେ ଆଜି କଥା ହେବା ବୈଦିକ ସୁଇଚ୍ ୱାର୍ଡ଼ କ'ଣ? ଆମେମାନେ ସମସ୍ତେ ଆଗରୁ ପଢ଼ୁଛନ୍ତି କ'ଣ ସୁଇଚ୍ ୱାର୍ଡ଼, କୋଡ଼୍ ୱାର୍ଡ଼, ଆଞ୍ଜେଲ ୱାର୍ଡ଼। ତ ସେ ଭିତରୁ ମୁଁ ଆଜି ବୈଦିକ ସୁଇଚ୍ ୱାର୍ଡ଼ ଗୁଡ଼ାକ ନେଇଛି, ତାକୁ ଆମେ ତା ବିଷୟରେ କିଛି କଥା ଜାଣିବା। ଏହା କ'ଣ ଆଉ ଏହା କେମିତି କାମ କରେ? ବୈଦିକ ସୁଇଚ୍ ୱାର୍ଡ଼ ମାନେ ଏମିତି କିଛି ସଂକ୍ଷିପ୍ତ, ପବିତ୍ର ଆଉ ଶକ୍ତିଶାଳୀ ଶବ୍ଦ, ଯାହାକୁ ଜପ କଲେ ମନ, ଶକ୍ତି ବା ଏନର୍ଜି ଓ ଚେତନା ମଧ୍ୟରେ ସୁଇଚ୍ ଅନ୍ ହୋଇଯାଏ ବା ସକ୍ରିୟ ହୋଇଯାଏ। ଏହା ଆମ ଅବଚେତନ ମନକୁ ସଠିକ୍ ଦିଗରେ ପ୍ରୋଗ୍ରାମ କରେ, ସଠିକ୍ ଦିଗରେ ନେଇଯାଏ। ବୈଦିକ ସୁଇଚ୍ ୱାର୍ଡ଼ କେମିତି କାମ କରେ? ଧ୍ୱନି କମ୍ପନ ବା ସାଉଣ୍ଡ ଭାଇବ୍ରେସନ୍। ବୈଦିକ ଶବ୍ଦ ମାନେ ନିର୍ଦ୍ଦିଷ୍ଟ ତରଙ୍ଗ ବା ଫ୍ରିକ୍ୱେନ୍ସିରେ କମ୍ପନ ସୃଷ୍ଟି କରେ। ଏହି କମ୍ପନ ଆମ ମନ, ଶରୀର ଆଉ ଆତ୍ମାକୁ ଆଲାଇନ୍ କରେ ବା ସଂଯୋଗ କରେ, ଅବଚେତନ ମନରେ ସିଧା ପ୍ରଭାବ ପକାଏ। ଏହି ସୁଇଚ୍ ୱାର୍ଡ଼ ଗୁଡ଼ିକୁ ବାରମ୍ବାର କହିଲେ ଏଇ ଯେଉଁ କମ୍ପନ ବା ଭାଇବ୍ରେସନ୍ ସୃଷ୍ଟି ହୁଏ, ଆମ ମନ, ଶରୀର ଆଉ ଆତ୍ମାକୁ ସେ ଏକାଠି କରେ ବା ସଂଯୋଗ କରେ ବା ଆଲାଇନ୍ କରେ, ଅବଚେତନ ମନରେ ସିଧା ସିଧା ପ୍ରଭାବ ପକାଏ। ଏହି ସୁଇଚ୍ ୱାର୍ଡ଼ ଗୁଡ଼ିକୁ ବାରମ୍ବାର କହିବା ଦ୍ୱାରା ଭୟ କମେ, ନକାରାତ୍ମକ ଚିନ୍ତା ଶାନ୍ତ ହୁଏ, ଧ୍ୟାନ ଓ ଆତ୍ମବିଶ୍ୱାସ ବଢ଼େ। ବୁଝିହେଲା? ଇଚ୍ଛା ଆଉ ଶବ୍ଦ ଏଇ ଦୁଇଟା ଯଦି ମିଶିଗଲା, ଗୋଟେ ସକ୍ରିୟ ଶକ୍ତି ବା ଗୋଟେ କ୍ରିୟାଶୀଳ ଶକ୍ତି କ୍ରିଏଟ୍ କରେ। ସୁଇଚ୍ ୱାର୍ଡ଼ ସହିତ ଭାବନା ବା ଫିଲିଂ, ଯେଉଁଟା ଆମେ ଫିଲ୍ କରୁଛେ, ଯେଉଁଟା ଆମର ଚିନ୍ତା, ଆମେ ଯେଉଁଟା ମନେ ମନେ ଆମେ ଯେଉଁଟାକୁ ଜାଣିପାରୁଛନ୍ତି, ଫିଲ୍ କରୁଛନ୍ତି, ଯଦି ଫିଲିଂ ଆଉ ମାନେ ସୁଇଚ୍ ୱାର୍ଡ଼ ମିଶିଯିବ, ତାହେଲେ ଏକଦମ ଇମିଡ଼ିଏଟ୍ ଆଫେକ୍ଟ ଆସିବ, ତୁରନ୍ତ ଆକ୍ଟିଭେଟ୍ ହେଇଯିବ ଏବଂ ଶକ୍ତି ସଞ୍ଚାର କରିବ। ଆମେ ସେମିତି ଆଜି କିଛି ପ୍ରଭାବଶାଳୀ, ଶକ୍ତିଶାଳୀ ବୈଦିକ ସୁଇଚ୍ ୱାର୍ଡ଼କୁ ନେବା, ତାରି ବିଷୟରେ ଆଲୋଚନା କରିବା। ମନକୁ ଆଉ ଶାନ୍ତ ଆଉ ସ୍ଥିର କରିବା ପାଇଁ ଆମେ ଓମ୍ ଯଦି ଉଚ୍ଚାରଣ କରିବା, ଓମ୍ରେ ବହୁତ ଶକ୍ତି ଅଛି, ଯାହା ଆମ ମନକୁ ସ୍ଥିର, ଶାନ୍ତ କରିପାରିବ। ତେଣୁ ଆମେମାନେ ଯେତେବେଳେ ଷ୍ଟ୍ରେସ୍ ଥିବ, ଆମେ ଯଦି ମନକୁ ଶାନ୍ତ କରିବାକୁ ଓମ୍ର ଉଚ୍ଚାରଣ ବାରମ୍ବାର କରିବା, ତାହେଲେ ଆମ ମନ ଶାନ୍ତ ଓ ସ୍ଥିର ହେବ। ଭୟ ଦୂର କରିବାକୁ ହେଲେ ଓମ୍ ନମଃ ଶିବାୟ ଆପଣ କୁହନ୍ତୁ। ଯେତେବେଳେ ଭୟ ଲାଗୁଥିବ ଓମ୍ ନମଃ ଶିବାୟ କୁହନ୍ତୁ, ନହେଲେ ହନୁମାନ ନାମ ଜପ କରନ୍ତୁ। ଦେଖିବେ ଭୟ, ଦୁଃଖ, ନେଗେଟିଭ୍ ଶକ୍ତି ସବୁ ପଳେଇଯିବ। ଆଉ ଯଦି ଓମ୍ ନମଃ ଶିବାୟ ଆପଣ ଉଚ୍ଚାରଣ କରିବେ, ହନୁମାନ ମନ୍ତ୍ର ଜପ କରିବେ, ତାହେଲେ କ'ଣ ହେବ? ଆପଣଙ୍କର ପଜିଟିଭ୍ ଜିନିଷ ସବୁ କ୍ରିଏଟ୍ ହେବ ଏବଂ ଭୟ, ଦୁଃଖ ସବୁ, ନେଗେଟିଭ୍ ଜିନିଷ ସବୁ ହଟିଯିବ, ନେଗେଟିଭ୍ ଶକ୍ତି ସବୁ ଦେହ ଭିତରୁ ବା ମନ ଭିତରୁ ହଟିଯିବ। ଆଉ ଧନ ଆଉ ସମୃଦ୍ଧି ପାଇଁ ଆପଣ ଶ୍ରୀମ୍ ବ୍ରିଜ୍ ଗୋଟେ ଅଛି, ଲକ୍ଷ୍ମୀଙ୍କର ଶ୍ରୀମ୍ ବ୍ରିଜ୍ ମନ୍ତ୍ର ଅଛି, ଆପଣ ତାକୁ 108 ଥର ଯଦି ସକାଳେ 108 ଥର ଯଦି ସନ୍ଧ୍ୟାବେଳେ ଜପ କରିବେ, ଦେଖିବେ ଆପଣଙ୍କର ଗୋଟେ ନିଶ୍ଚିତ ଭାବରେ ପରିବର୍ତ୍ତନ ଆସିବ। ଆପଣଙ୍କର ଆର୍ଥିକ ସମସ୍ୟା ଦୂର ହୋଇପାରିବ। ତାହେଲେ କ'ଣ କରିବେ? ଶ୍ରୀମ୍ ବ୍ରିଜ୍ ଏଇ ସୁଇଚ୍ ୱାର୍ଡ଼ଟାକୁ ଆପଣ ୟୁଜ୍ କରିପାରିବେ। ଆଉ ଆପଣଙ୍କ ହେଲ୍ଥ ପାଇଁ, ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଆପଣ ଓମ୍ ଶବ୍ଦକୁ ବି ବ୍ୟବହାର କରିପାରିବେ। ଏଇ ଓମ୍ ଶବ୍ଦଟି ଆପଣଙ୍କର ଦେହ ଭିତରେ ଥିଲା 7ଟି ଚକ୍ରକୁ ବାଲାନ୍ସ କରେ। ଏଇ ଓମ୍ ଶବ୍ଦ ଦ୍ୱାରା ଆମର 7 ଚକ୍ର ମଧ୍ୟ ବାଲାନ୍ସ ହୁଏ। ଠିକ୍ ଅଛି? ତ କେମିତି ଜପ କରିବେ? ଆପଣଙ୍କୁ କିଛି ସରଳ ପ୍ରକ୍ରିୟା କହୁଛି, ଆପଣ କେମିତି ତାକୁ ଜପ କରିବେ। ସକାଳେ କିମ୍ବା ଶୋଇବା ପୂର୍ବରୁ ଗୋଟେ ସୁଇଚ୍ ୱାର୍ଡ଼ ନିଅନ୍ତୁ, ଏନି ସୁଇଚ୍ ୱାର୍ଡ଼ ଗୋଟେ ନିଅନ୍ତୁ, ତାକୁ ଆପଣ 11 ଥର, ଆପଣଙ୍କ ସମୟ ଅନୁସାରେ 11 ଥର, 21 ଥର, 51 ଥର ବା 108 ଥର ଆପଣ ଶାନ୍ତ ମନରେ ଜପ କରନ୍ତୁ। ବାରମ୍ବାର ରିପିଟେଡ଼ଲି କୁହନ୍ତୁ, ମନକୁ ଏପଟ ସେପଟ ନ କରି ସ୍ଥିର ମନରେ ଆପଣ ତାକୁ ରିପିଟେଡ଼ଲି ଆପଣ ଜପ କରନ୍ତୁ। କହୁଥିବା ବେଳେ ଭିତରୁ ଅନୁଭବ କରନ୍ତୁ, ନିଜକୁ ଫିଲ୍ କରନ୍ତୁ, ଏଇ ଶବ୍ଦ ମୋ ଭିତରେ କାମ କରୁଛି, ହଁ ଏଇ ଶବ୍ଦ ମୁଁ ଜପ କରୁଛି, ତାହା ମୋ ଭିତରେ କାମ କରୁଛି। ଏମିତି ମନେ ମନେ ଆପଣ ତାକୁ ଭାବୁଥାନ୍ତୁ ଏବଂ ତାକୁ ଆପଣ ଜପ କରୁଥାନ୍ତୁ। କାରଣ ଆଫର୍ମେସନ୍ ମନକୁ ପ୍ରୋଗ୍ରାମ କରେ। ଏଇ ଯେଉଁଗୁଡ଼ିକ କହୁଛନ୍ତି ଆପଣ, ସେଗୁଡ଼ା ହେଉଛି ଆଫର୍ମେସନ୍, ତାହାକୁ ମନକୁ ପ୍ରୋଗ୍ରାମ କରିବ। ବୈଦିକ ସୁଇଚ୍ ୱାର୍ଡ଼ ସବୁ ଶକ୍ତିକୁ ଆକ୍ଟିଭେଟ୍ କରିବ। ଏଇ ଯେଉଁ ଶକ୍ତି ଆପଣଙ୍କ ଭିତରେ ଅଛି, ତାକୁ ସେ ଆକ୍ଟିଭେଟ୍ କରିବ। ବୈଦିକ ସୁଇଚ୍ ୱାର୍ଡ଼ ଏଇସବୁ ଜିନିଷ, ଏଇ ଶକ୍ତିଶାଳୀ ଧ୍ୱନି, ଏଇ ଶକ୍ତିଶାଳୀ ଜପ
ଏଇ ଶକ୍ତିଶାଳୀ ମନ୍ତ୍ର, ଶକ୍ତିଶାଳୀ ଚେତନା ଆପଣ ଯାହା ବି କୁହନ୍ତୁ ଆକୁ, ଯେତେବେଳେ ଆପଣ ବାରମ୍ବାର ଏଇ ଶବ୍ଦ ଗୁଡ଼ିକ ଉଚ୍ଚାରଣ କରିବେ, ମନେ ମନେ ଉଚ୍ଚାରଣ କରିବେ, ତାହେଲେ କ'ଣ ହେବ ନା ମନ, ଶକ୍ତି, ଚେତନା ଏକା ସାଙ୍ଗରେ ଅନ୍ ହେଇଯିବ। ଆପଣଙ୍କର ସୁଇଚ୍ ସବୁ ଅନ୍ ହେଇଯିବ। ତେଣୁ ଆକୁ କହୁଛନ୍ତି ସୁଇଚ୍ ୱାର୍ଡ଼। ଯେମିତି ସୁଇଚ୍ ଦବେଇଲେ ଲାଇଟ୍ ଜଳେ, ସେମିତି ଏଇ ଶବ୍ଦ ଜପ କଲେ ଜୀବନର ଶକ୍ତି ଆକ୍ଟିଭେଟ୍ ହୁଏ ଏବଂ ଆମର ଶକ୍ତି ଜାଗ୍ରତ ହେଇଯାଏ। ହେଲା, ମୋର ଏଇସବୁ ସୁଇଚ୍ ୱାର୍ଡ଼ ତାହେଲେ କେଉଁଠୁ ଆସିଛି କହିଲେ? ଏମିତି ମନେ ମନେ ତ କେହି କରିଦେଇନି ନା। ଏଇସବୁ ସୁଇଚ୍ ୱାର୍ଡ଼ ଗୁଡ଼ା ଆସିଛି ଋଗ୍ବେଦ, ଯଜୁର୍ବେଦ, ସାମବେଦ, ଅଥର୍ବବେଦ। ଆମର ଯେଉଁ 4 ବେଦ ଅଛି, ସେ ବେଦରୁ ହିଁ ଏଇସବୁ ଶବ୍ଦ ସୃଷ୍ଟି ହେଇଛି। ପୂର୍ବ କାଳରେ ଋଷିମୁନିମାନେ ଗଭୀର ଧ୍ୟାନ ଅବସ୍ଥାରେ ପ୍ରକୃତିର ଧ୍ୱନିକୁ ଶୁଣୁଥିଲେ। ପ୍ରକୃତି ଯାହା କେଉଁ ଶବ୍ଦ ଦେଉଥିଲା, ସେଇ ଶବ୍ଦକୁ ଶୁଣୁଥିଲେ ଏବଂ ଏଇ ମନ୍ତ୍ର ଓ ଶବ୍ଦ ଗୁଡ଼ିକୁ ଅନୁଭବ କରୁଥିଲେ। ସେଇ ସବୁ କାରଣରୁ ଏଇ ଶବ୍ଦ ଗୁଡ଼ିକ ଲଜିକ୍ ନୁହେଁ, ଭାଇବ୍ରେସନ୍ ଉପରେ ହିଁ କାମ କରେ। ଆମେ ଯଦି ଆକୁ ଲଜିକ୍ ଲଗାଇବା, କେଜାଣି କାମ କରିବ କି ନାହିଁ, ଏଇଟା ଗୋଟେ କେଉଁଠୁ ଆସିଛି, ତାହେଲେ ସେ କାମ କରିବନି। ଆମେ ଯଦି ଆମ ଭାଇବ୍ରେସନ୍କୁ ଷ୍ଟ୍ରଙ୍ଗ କରିବା, ଆମର ଯେଉଁ ଭାଇବ୍ରେସନ୍, ଆମର ମନ ଯଦି ତାକୁ ଗ୍ରହଣ କଲା, ତାହେଲେ ଆମର ଭାଇବ୍ରେସନ୍ ଗ୍ରହଣ କରିବ ଏବଂ ଆମର ଇଚ୍ଛା, ଆମର ନିଶ୍ଚୟ ଯେଉଁଥିପାଇଁ କରୁଥିବା ତାହା ନିଶ୍ଚିତ ଭାବରେ ସମ୍ପନ୍ନ ହୋଇପାରିବ। ତାହେଲେ ସୁଇଚ୍ ୱାର୍ଡ଼ ଗୁଡ଼ିକ କେଉଁଠି କାମ କରେ? ମନରେ ବା ମାଇଣ୍ଡ ଲେବୁଲ୍ରେ ଇଏ କ'ଣ କରେ? ଭୟ କମେଇବ, ଓଭର ଥିଙ୍କିଂକୁ କମେଇବ, ଶାନ୍ତ କରିବ, ମନକୁ ଶାନ୍ତ କରିବ, ଧ୍ୟାନ ଓ ଆତ୍ମବିଶ୍ୱାସ ବଢ଼ିବ। ଆପଣ ଦେଖନ୍ତୁ ଭାଇ ଭଉଣୀମାନେ, ମନେ କରିକି ଆପଣ ଦେଖନ୍ତୁ ଶ୍ରୀମ୍ ବ୍ରିଜେ ମନ୍ତ୍ର ଜପ କରନ୍ତୁ, ଦେଖିବେ ଆପଣଙ୍କ ମନଟା କେତେ ଶାନ୍ତ ଲାଗିବ। ଓମ୍ ଯଦି ବାରମ୍ବାର ଉଚ୍ଚାରଣ କରିବେ, ଆପଣଙ୍କୁ ଦେଖିବେ କେତେ ଶାନ୍ତ ଲାଗିବ। ଓମ୍ ନମଃ ଶିବାୟ କୁହନ୍ତୁ। ଏମିତି କିଛି ସୁଇଚ୍ ୱାର୍ଡ଼କୁ ଆପଣଙ୍କ ଜୀବନରେ ପ୍ରୟୋଗ କରନ୍ତୁ, ଦେଖିବେ ଭୟ, ଓଭର ଥିଙ୍କିଂ ସବୁ ଜିନିଷ ଗୁଡ଼ାକ ଆପଣ କେମିତି କମିଯିବ। ଆଉ ମନରେ ଧ୍ୟାନ, ଆତ୍ମବିଶ୍ୱାସ ବି ବଢ଼ିବ। ଆଉ ଏନର୍ଜି ଲେବୁଲ୍ରେ ମଧ୍ୟ ଚକ୍ରର ବାଲାନ୍ସ ହେଇପାରିବ। ଆପଣଙ୍କର ଯେଉଁ 7 ଚକ୍ର ଅଛି, ସେ ଚକ୍ର, କାହିଁକିନା ଆମ ଦେଖନ୍ତୁ, ଯଦି ଆମ ଭିତରେ ଚକ୍ର ସବୁ ଇମ୍ବାଲାନ୍ସ ହେଲା ନା, ଯାବତୀୟ ରୋଗ, ଯାବତୀୟ ଷ୍ଟ୍ରେସ୍, ଯାବତୀୟ ସମସ୍ୟା ଆସିବ। ତେଣୁକରି ଏଇ ସମସ୍ୟା ଗୁଡ଼ିକୁ ଶାନ୍ତ କରିବା ପାଇଁ, ଏଇ ଚକ୍ରର ବାଲାନ୍ସ କରିବାକୁ ମଧ୍ୟ ଏନର୍ଜି ସ୍ତରରେ ଏଇ ପାୱାର ସୁଇଚ୍ ୱାର୍ଡ଼ ଗୁଡ଼ାକ କାମ କରେ। ହେଲା, ଚକ୍ର ବାଲାନ୍ସ କରେ, ଔରାକୁ ମଧ୍ୟ କ୍ଲିନ୍ କରେ। ଆମର ଯେଉଁ ଆଭାମଣ୍ଡଳ, ତାକୁ ସେ କ୍ଲିନ୍ କରେ, ନେଗେଟିଭ୍ ଏନର୍ଜିକୁ ଆମ ପାଖରୁ ଦୂରକୁ ନେଇଯାଏ ବା କାଢ଼ିଦିଏ ବା ଫିଙ୍ଗିଦିଏ। ଜୀବନ ସ୍ତରରେ ଲାଇଫ୍ ଲେବୁଲ୍ରେ କ'ଣ କରିବ? ଧନ, ସମ୍ପର୍କ, ସ୍ୱାସ୍ଥ୍ୟରେ ଆମର ପଜିଟିଭ୍ ପରିବର୍ତ୍ତନ ନିଶ୍ଚୟ ଆଣିବ। ଅଟକିଥିବା କାମ ନିଶ୍ଚିତ ଭାବରେ ସମ୍ଭବ, ସଫଳ ହୋଇପାରିବ। ତେଣୁ ଏଇ ବୈଦିକ ୱାର୍ଡ଼ ଗୁଡ଼ିକ ଆମ ଜୀବନରେ ବହୁତ ଆବଶ୍ୟକତା ରହିଛି। ଗୋଟିଏ ସୁଇଚ୍ ୱାର୍ଡ଼ ଭାବନ୍ତୁ, ଯାହା ବି ଭାବୁଛନ୍ତି ଗୋଟେ ଭାବନ୍ତୁ ଏବଂ ତାକୁ ଆପଣ ସକାଳୁ ଶାନ୍ତ ମନରେ ତାକୁ ଜପ କରନ୍ତୁ ଏବଂ ରାତିରେ ଶୋଇବା ପୂର୍ବରୁ ବିଛଣାରେ ବସିକି ଆପଣ ମଧ୍ୟ ତାକୁ ଉଚ୍ଚାରଣ କରିପାରିବେ। ମନେ ରଖନ୍ତୁ, 11 ଥର, 21 ଥର, 51 ଥର ବା 108 ଥର ଆପଣ ଏଇ ଜିନିଷ ଗୁଡ଼ାକ ମନେ ମନେ କୁହନ୍ତୁ ଏବଂ ଭାବନ୍ତୁ। ହଁ, ଯେତେବେଳେ ଜପ କରୁଥିବେ ପଜିଟିଭ୍ ଭାବନା ନେଇ କରିବେ ଏବଂ ନିଜ ଭିତରେ କହୁଥିବେ, ଏଇ ଶବ୍ଦ ମୋ ଜୀବନରେ କାମ କରୁଛି, ନିଶ୍ଚିତ ଭାବରେ ଏଇ ଶବ୍ଦ ମୋ ଜୀବନରେ କାମ କରୁଛି, ନିଶ୍ଚିତ ଭାବରେ ଏଇ ଶବ୍ଦ ଗୁଡ଼ିକ ମୋ ଜୀବନରେ କାମ କରୁଛି। ତାହେଲେ କ'ଣ ହେବ? ଦେଖିବେ ଆପଣ ଶାନ୍ତ ହେଇଯିବେ, ଷ୍ଟ୍ରେସ୍ ଫିୟର୍ କମିଯିବ, ଧନ, ଆବାଣ୍ଡାନ୍ସ, କନସିୟସନେସ୍ ସବୁକିଛି ବଢ଼ିବ, ଶରୀରରେ ହିଲିଂ ଏନର୍ଜି ବି ବଢ଼ିବ, ଆତ୍ମବିଶ୍ୱାସ, ସେଲ୍ଫ କନଫିଡେନ୍ସ ଆଉ ପଜିଟିଭିଟି ବି ବଢ଼ିବ, ଡିଭାଇନ୍ ପ୍ରୋଟେକ୍ସନ୍ ଆପଣ ଅନୁଭବ କରିବେ। ସବୁବେଳେ ଯେମିତି ଆପଣଙ୍କ ଭିତରେ, ଆପଣଙ୍କ ଚାରିପାଖରେ ଗୋଟେ କିଛି ପ୍ରୋଟେକ୍ସନ୍ର ବଳୟ ବା ମାନେ ଠାକୁରଙ୍କର, ଭଗବାନଙ୍କର, ଈଶ୍ୱରଙ୍କର ଗୋଟେ ସୁରକ୍ଷା ବଳୟ ଭିତରେ ଆପଣ ରହିବା ଭଳିଆ ଫିଲ୍ କରିବେ। ଭାଇ ଭଉଣୀମାନେ, ନିଜକୁ ନିଜେ ବୁଝାନ୍ତୁ, ସୁଇଚ୍ ୱାର୍ଡ଼ ୟୁଜ୍ କରନ୍ତୁ ଏବଂ ନିଜର ଶକ୍ତିକୁ ଜାଗ୍ରତ କରନ୍ତୁ। କାରଣ ଆଫର୍ମେସନ୍ ମନକୁ ବୁଝାଏ, ସୁଇଚ୍ ୱାର୍ଡ଼ସ୍, ବୈଦିକ ସୁଇଚ୍ ୱାର୍ଡ଼ସ୍ ଶକ୍ତିକୁ ବଢ଼ାଏ ଏବଂ ନିଜକୁ ଶାନ୍ତ, କାମ୍ କରାଏ ଏବଂ ଉଗ୍ରଗତି ପଥରେ ସାହାଯ୍ୟ କରେ। ଯଦି ଭଲ ଲାଗିଲା ମୋତେ ଲାଇକ୍, କମେଣ୍ଟ, ସେୟାର କରନ୍ତୁ। ଯଦି ମୋତେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ସବସ୍କ୍ରାଇବ୍ ମଧ୍ୟ କରନ୍ତୁ। ଧନ୍ୟବାଦ।